ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି 17 ଜାନୁଆରୀ ଶନିବାର। ଆଜି ସକାଳର କ'ଣ ଟପ୍ ନ୍ୟୁଜ୍ ରହୁଛି ଚାଲନ୍ତୁ ଦେଖିନେବା। ଶୀତ ଲହରୀ ନେଇ ଆଗାମୀ 24 ଘଣ୍ଟା ପାଇଁ 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା। ପରବର୍ତ୍ତୀ 6 ଦିନ ଅର୍ଥାତ୍ 17 ତାରିଖ ଠାରୁ 23 ତାରିଖ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ରୁ ଏହି ସୂଚନା ମିଳିଛି। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଚାଷୀଙ୍କ ଆକାଉଣ୍ଟକୁ ମୋଟ 21ଟି କିସ୍ତି ସ୍ଥାନାନ୍ତରିତ ହୋଇଛି। ଯୋଜନାର ଢାଞ୍ଚା ଅନୁସାରେ ପ୍ରତ୍ୟେକ କିସ୍ତି ପ୍ରାୟ ପ୍ରତି 4 ମାସରେ ଜାରି କରାଯାଇଛି। ପୂର୍ବ କିସ୍ତିର ସମୟସୀମାକୁ ଆଧାର କରି ଫେବୃଆରୀ ପରବର୍ତ୍ତୀ କିସ୍ତି ପାଇଁ ଉପଯୁକ୍ତ ସମୟ ମନେ ହେଉଛି। ବର୍ତ୍ତମାନ ସରକାରଙ୍କ ଦ୍ୱାରା କୌଣସି ସରକାରୀ ତାରିଖ ଘୋଷଣା କରାଯାଇ ନାହିଁ। ହେଲେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଫେବୃଆରୀରେ 22ତମ କିସ୍ତି ପ୍ରକାଶିତ ହେବାର ଆଶା କରାଯାଉଛି। ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି କିସ୍ତି ଜାରି କରିପାରନ୍ତି, ଯେପରି ପୂର୍ବରୁ ଅନେକ କିସ୍ତି ସହିତ ହୋଇଛି। ସରକାର ଫେବୃଆରୀରେ ମଧ୍ୟ ବଜେଟ୍ ଉପସ୍ଥାପନ କରିବେ, ତେଣୁ ଏହା ବିଶ୍ୱାସ କରାଯାଉଛି ଯେ ବଜେଟ୍ ପୂର୍ବରୁ କିସ୍ତି ଜାରି ହୋଇ। ପରବର୍ତ୍ତୀ ଖବର, ଅପରେସନ୍ ସିନ୍ଦୁରର ଶକ୍ତ ପ୍ରହାର ସହିବାର 8 ମାସ ପରେ ପାକିସ୍ତାନ ପୁଣି ଥରେ ଭାରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଜାନୁଆରୀ 9 ତାରିଖରୁ ଜାମ୍ମୁ କାଶ୍ମୀର ସୀମାନ୍ତରେ ଏକାଧିକ ପାକିସ୍ତାନୀ ଡ୍ରୋନ୍ ଦେଖାଯିବା ପରେ ଭାରତୀୟ ସେନା ହାଇ ଆଲର୍ଟରେ ରହିଛି। ଗୁରୁବାର ରାତିରେ ମଧ୍ୟ ପୁଞ୍ଚ ଏବଂ ସାମ୍ବା ସେକ୍ଟରରେ ଡ୍ରୋନ୍ ଗତିବିଧି ନଜରକୁ ଆସିଛି। ସେନା ଦିବସ ଅବସରରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଏହି ଡ୍ରୋନ୍‌ଗୁଡ଼ିକ ଆକାରରେ ବହୁତ ଛୋଟ ଏବଂ ସ୍ୱଳ୍ପ ଉଚ୍ଚତାରେ ଉଡୁଛି। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା ଭାରତୀୟ ସେନାର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସମୟ ପରଖିବା ପାଇଁ ପାକିସ୍ତାନ ଏହି ଡ୍ରୋନ୍ ପଠାଉଛି। ଭାରତୀୟ ସୀମାରେ କୌଣସି ସ୍ଥାନରେ ଫାଙ୍କା ରହିଛି କି ନାହିଁ ଯାହା ମଧ୍ୟରେ ଆତଙ୍କବାଦୀଙ୍କୁ ପଠାଯାଇପାରିବ, ତାହା ଯାଞ୍ଚ କରିବା ପାକିସ୍ତାନର ମୁଖ୍ୟ ଲକ୍ଷ୍ୟ। ପୂର୍ବରୁ ଜାନୁଆରୀ 9ରେ ସାମ୍ବା ସେକ୍ଟରରୁ ଡ୍ରୋନ୍ ଦ୍ୱାରା ପକାଯାଇଥିବା ପିସ୍ତଲ, ଗୁଳି ଓ ଗ୍ରେନେଡ୍ ଜବତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀଙ୍କୁ ପୁଣି ଜୀବିତ କରିବା ପାଇଁ ପାକିସ୍ତାନ ଏହି ମାଧ୍ୟମ ଆପଣାଉଛି। ସେନା ମୁଖ୍ୟଙ୍କ ଅନୁଯାୟୀ ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତର କିଛି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ପାକିସ୍ତାନ ଭୟ କରୁଛି। ତେଣୁ ସେମାନେ ଗୋଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଏହି ଛୋଟ ଡ୍ରୋନ୍ ବ୍ୟବହାର କରୁଛନ୍ତି। ଭାରତୀୟ ସେନା ଆଣ୍ଟି-ଡ୍ରୋନ୍ ସିଷ୍ଟମ ସକ୍ରିୟ କରିବା ସହ ଅନେକ ସ୍ଥାନରେ ଗୁଳିଚାଳନା କରି ଡ୍ରୋନ୍‌କୁ ଘଉଡ଼ାଇ ଦେଇଛି। ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ କୌଣସି ପ୍ରକାର ଦୁଃସାହସ କଲେ ତାର ପରିଣାମ ଭୟଙ୍କର ହେବ। ପରବର୍ତ୍ତୀ ଖବର, ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାର ଘଟଣା ନିରନ୍ତର ସାମ୍ନାକୁ ଆସୁଛି। ସଦ୍ୟତମ ଘଟଣାଟି ସିଲଟ ଜିଲ୍ଲାର ଗୋହାଇଁଘାଟ ଉପଜିଲ୍ଲାରେ ଘଟିଛି, ଯେଉଁଠାରେ ଜଣେ ହିନ୍ଦୁ ଶିକ୍ଷକଙ୍କ ଘରକୁ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣା ଅଞ୍ଚଳରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଭୟ ଏବଂ ଅସୁରକ୍ଷାର ବାତାବରଣ ଆହୁରି ଘନୀଭୂତ କରିଛି। ଟାର୍ଗେଟ୍ କରାଯାଇଥିବା ଘରଟି ସ୍ଥାନୀୟ ଭାବରେ ଝୁନସାର ଭାବରେ ପରିଚିତ ଶିକ୍ଷକ ବୀରେନ୍ଦ୍ର କୁମାର ଦେଙ୍କର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ରାତିରେ ଅଜଣା ବ୍ୟକ୍ତିମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ସମଗ୍ର ଘର ନଷ୍ଟ ହୋଇଯାଇଥିଲା। ନିଆଁ ଏତେ ଦ୍ରୁତଗତିରେ ବ୍ୟାପିଥିଲା ଯେ ଭିତରେ ଥିବା ପରିବାର ସଦସ୍ୟମାନଙ୍କୁ ତୁରନ୍ତ ବାହାରକୁ ଯିବାକୁ ପଡ଼ିଲା। ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଘର ଏବଂ ଏହାର ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ନିଆଁ ଉଦ୍ଦେଶ୍ୟମୂଳକ ଭାବରେ ଲଗାଯାଇଥିଲା ନା ଏହା ପଛରେ ଅନ୍ୟ କୌଣସି ଷଡ଼ଯନ୍ତ୍ର ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଘରଟି ନିଆଁ ଲାଗିଥିବା ଏବଂ ପରିବାର ସଦସ୍ୟମାନେ ପଳାୟନ କରୁଥିବା ଦେଖାଯାଇଛି। ପରବର୍ତ୍ତୀ ଖବର, ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ 1 ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ରାଜପଥ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଟୋଲ୍ ପ୍ଲାଜାରେ ନଗଦ ଦେୟ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଉଅଛି। ଭବିଷ୍ୟତରେ କେବଳ ଫାସ୍‌ଟ୍ୟାଗ୍ କିମ୍ବା ୟୁପିଆଇ ମାଧ୍ୟମରେ ଟୋଲ୍ ଟିକସ ପ୍ରଦାନ କରାଯିବ। ସରକାର ବିଶ୍ୱାସ କରନ୍ତି ଯେ ଏହା କେବଳ ଯାତ୍ରାକୁ ସହଜ କରିବ ନାହିଁ, ବରଂ ସମୟ, ଇନ୍ଧନ ଏବଂ ଟଙ୍କା ମଧ୍ୟ ସଞ୍ଚୟ କରିବ। ଏକ ସାକ୍ଷାତକାରରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସଚିବ ଭି ଉମାଶଙ୍କର କହିଛନ୍ତି ଯେ ଭାରତ ଦ୍ରୁତଗତିରେ ଏକ ଡିଜିଟାଲ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି। ପୂର୍ବରୁ ଟୋଲ୍ ପ୍ଲାଜାରେ ୟୁପିଆଇ ପେମେଣ୍ଟ ପ୍ରଚଳନ କରାଯାଇଥିଲା, ଯାହାକୁ ଭଲ ଭାବରେ ଗ୍ରହଣ କରାଯାଇଥିଲା।
ଏବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏପ୍ରିଲ 1 ପରେ ଟୋଲ୍ ପ୍ଲାଜାରେ ନଗଦ ଦେୟ ସମ୍ପୂର୍ଣ୍ଣ ନିଷେଧ କରାଯିବ। ପରବର୍ତ୍ତୀ ଖବର, ସରକାର ଦୁଇଟି ବଡ଼ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କକୁ ମିଶ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବ୍ୟାଙ୍କଗୁଡ଼ିକୁ ମଜବୁତ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଅଛି। ସରକାର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ବିଷୟ ସହିତ ପରିଚିତ ଲୋକମାନେ କହିଛନ୍ତି ଯେ ସରକାର ଏହି ପ୍ରସ୍ତାବ ଉପରେ କାମ କରୁଛନ୍ତି। ଯଦି ଏହି ମିଶ୍ରଣ ହୁଏ ତେବେ ଏହା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପରେ ଦେଶର ଦ୍ୱିତୀୟ ବୃହତ୍ତମ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ହୋଇଯିବ। ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲା ଯେ ଅର୍ଥ ମନ୍ତ୍ରାଳୟ ଚେନ୍ନାଇ ଭିତ୍ତିକ ଦୁଇଟି ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କକୁ ମିଶ୍ରଣ କରିବା ବିକଳ୍ପ ଉପରେ ବିଚାର କରୁଛି। ଏହା ସହିତ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ର ପାଇଁ ଯୋଜନା ଚାଲିଛି। ଏହି ବ୍ୟାଙ୍କଗୁଡ଼ିକର ଅନ୍ୟ ବଡ଼ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ତୁଳନାରେ କମ୍ ସମ୍ପତ୍ତି ଅଛି। ତେଣୁ ସରକାର ଭବିଷ୍ୟତରେ ସେଗୁଡ଼ିକୁ ଘରୋଇକରଣ ପାଇଁ ବିଚାର କରିପାରନ୍ତି। ପରବର୍ତ୍ତୀ ଖବର, ଉଚ୍ଚଶିକ୍ଷା ବିଭାଗର କଡ଼ା ତାଗିଦ, କାମ ଠିକାରେ ନ କଲେ ବାଧ୍ୟତାମୂଳକ ଅବସର ଦେବାକୁ ଧମକ। ଅଧ୍ୟାପକଙ୍କ କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି। ଜାନୁଆରୀ 31 ସୁଦ୍ଧା ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ଶିକ୍ଷା ମାନଦଣ୍ଡ ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିଷ୍ପତ୍ତି ନେଇଛି। କର୍ମକ୍ଷେତ୍ରରେ ଅବହେଳା କରୁଥିବା ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଯେଉଁମାନେ ସଠିକ୍ ଭାବେ କାମ କରୁନାହାନ୍ତି, ଏକାଡେମିକ କଥା ବୁଝୁନାହାନ୍ତି, ଯାହାର କାର୍ଯ୍ୟଦକ୍ଷତା ନାହିଁ ସେମାନଙ୍କ ତାଲିକା ପ୍ରସ୍ତୁତ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ପରବର୍ତ୍ତୀ ଖବର, ବଢ଼ିପାରେ ତେଲ ଦର, ଇରାନ ସରକାରଙ୍କ ବିରୋଧରେ ହଜାର ହଜାର ପ୍ରତିବାଦକାରୀ ରାସ୍ତାକୁ ଓହ୍ଲାଇବା ପରେ ଦମନଲୀଳା କରୁଛି ଏଠିକାର ସରକାର। ଅନ୍ୟପଟେ ଆମେରିକା ଏହି ଘଟଣାକୁ ନେଇ ଇରାନ ଖେମନେଇ ସରକାରଙ୍କୁ ଧମକ ଦେଇଛି। ଯଦି ପ୍ରତିବାଦକାରୀଙ୍କୁ ଦମନ କରାଯାଏ ତାହେଲେ ଆମେରିକାର ସୈନ୍ୟ ପଠାଇ ଉଚିତ ଜବାବ ଦେବ। ଆଉ ଟ୍ରମ୍ପଙ୍କ ଏହିଭଳି ବୟାନରେ ସାରା ବିଶ୍ୱରେ ଏବେ ବିପଦର କଳାବାଦଲ ଦେଖାଗଲାଣି। ଆମେରିକାକୁ ଠିକଣା ଜବାବ ଦେବାକୁ ଯାଇ ହର୍ମୁଜ ଜଳନ୍ତୁର ବା ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ବନ୍ଦ କରିଦେଇପାରେ ଇରାନ। ଫଳରେ ଯାହାର ପରିଣାମ ସମଗ୍ର ଦେଶକୁ ଭୋଗିବାକୁ ପଡ଼ିପାରେ ଏବଂ ସାରା ବିଶ୍ୱକୁ ମଧ୍ୟ ଭୋଗିବାକୁ ପଡ଼ିପାରେ, କାରଣ ତୈଳ ଦରର ବୃଦ୍ଧି ହୋଇପାରେ।